ଆକ୍ସନ ମୋଡ୍ରେ ଯୁବ ବିଧାୟକ ବାବୁ ସିଂ। ଓଡ଼ିଶାରେ ସାଧାରଣ ନିର୍ବାଚନ ସରିଛି ଓ ଓଡ଼ିଶାର ଜନସାଧାରଣ ଭାରତୀୟ ଜନତା ପାର୍ଟିକୁ ବିପୁଳ ଜନସମର୍ଥନ ଦେଇ ବିଜୟୀ କରିଛନ୍ତି। 4.5 କୋଟି ଓଡ଼ିଆ ଅସ୍ମିତା ଭାଷା ସଂସ୍କୃତି ଓ ପରିଚୟର ବଡ଼ ବିଜୟ ହୋଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ସମେତ ଓଡ଼ିଆବାସୀ ବିଜେପିକୁ ପୂର୍ଣ୍ଣ ବହୁମତରେ ଆଶୀର୍ବାଦ କରିଛନ୍ତି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ନବନିର୍ବାଚିତ ବିଧାୟକ ବାବୁ ସିଂ ଶପଥ ଗ୍ରହଣ କରିବା ପୂର୍ବରୁ ନିର୍ବାଚନ ମଣ୍ଡଳୀର ସମସ୍ୟାର ସମାଧାନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ନିର୍ବାଚନ ଫଳ ବାହାରିବା ପରଦିନଠାରୁ ସେ ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି। ଆଗକୁ ବର୍ଷା ଆସିବା ପୂର୍ବରୁ ସେ ନିଜ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଡ୍ରେନ୍ ଓ ନାଳଗୁଡ଼ିକର ପୁନରୁଦ୍ଧାର ସହିତ ସଫା କରୁଛନ୍ତି ଏବଂ ଏସବୁ କାର୍ଯ୍ୟକୁ ସେ ନିଜେ ଉପସ୍ଥିତ ରହି ତଦାରଖ ମଧ୍ୟ କରିଛନ୍ତି। ପୁରୁଣା ଭୁବନେଶ୍ୱରରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପୂର୍ବରୁ କେଦାରଗୌରୀ ପୁଷ୍କରିଣୀର ପୁନରୁଦ୍ଧାର କରି ଦଳମୁକ୍ତ କରିଛନ୍ତି। ନିର୍ବାଚନ ମଣ୍ଡଳୀରେ ବିଧାୟକ ବାବୁ ସିଂଙ୍କୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅନେକ ଆକାଂକ୍ଷା ରହିଛି। ସେ ତାଙ୍କ ଉପରେ ହିଁ ବିଶ୍ୱାସ ରଖିଛନ୍ତି ସେ ଲୋକଙ୍କ ସମସ୍ୟାର ସମାଧାନ କରିପାରିବେ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଲୋକେ ଚର୍ଚ୍ଚା କଲେଣି ପୂର୍ବ ବିଧାୟକଙ୍କ ପାଖକୁ ଅଭିଯୋଗ ନେଇକି ଗଲେ ସମାଧାନ ହେଉନଥିଲା, ମାତ୍ର ବର୍ତ୍ତମାନର ବିଧାୟକ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣି ସମାଧାନ କରୁଛନ୍ତି। ତେଣୁ ଆମର ଆଶା ଓ ବିଶ୍ୱାସ ବାବୁ ସିଂଙ୍କ ଭଳି ଜଣେ ଯୁବ ବିଧାୟକ ଏକାମ୍ର ନିର୍ବାଚନ ମଣ୍ଡଳୀର ବିକାଶ କରିପାରିବ। ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ବାବୁ ସିଂ କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦରୁ ଏକାମ୍ରବାସୀଙ୍କ ସେବା କରିବାର ସୁଯୋଗ ମିଳିବା ଆମ ପାଇଁ ସୌଭାଗ୍ୟର ବିଷୟ। ମୋଦି ଯାହା କୁହନ୍ତି ତାହା କରନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯିବ। ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଶିଖରରେ ପହଞ୍ଚାଇବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। 24 ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବାକୁ ଯାଉଛି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଜନସାଧାରଣ ନିଜର ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେବେ ନାହିଁ, ଏହା ମୋର ପ୍ରାଥମିକ କାର୍ଯ୍ୟ।